प्रशिक्षण विद्यालय ऑनलाइन क्लासेस को समस्त स्वागत जनाऊँगी पिला माने आज आम सप्तम श्रेणी 13 नंबर पाठ कौन अच्छे चांद मणिर अंगा कौन अच्छी चांद मणिर अंगा विषय में पढ़ा जाऊँ। यहाँ हूँ कविता कौन अच्छी यहाँ हूँ कविता अंगा है चांद मणिर अंगा चांदमणि अंगा तो चांदमणि किए थे अंगा अंगा कौन से विषय कौन जाना ठीक अच्छे। तो आम आज कौन करना सप्तम श्रेणी आम भाषा साहित्य बही 13 नंबर चैप्टर चांदमणिर अंगा को पढ़ा जाऊँ। पढ़ा आगे आमको बुक कॉपी निहाती दरकार कहीं आम बुक रे कौन कर देखू केमी देखा आंगुली निर्देश करके देखा है आंगुली निर्देश करके देखा आउ जो पाखे शब्दार्थता तुमको जना ना कौन करवा राउंड कर जहाँफल आम पुणी आगामी क्लास बा आगामी दिन मान जो स्कूल खोला से विषय मुझे तुमको बतई ठीक अच्छे। तो नहले आम वयोज्येष्ठ मान भी पचार बुझीपर ठीक अच्छे पे आम चांदमणिर अंगा कौन बुझा चांदमणि किए अंगा कौन ये विषय बुझा। तो आज कौन करी ये चांदमणिर अंगा तुम सब शब्दार्थर कौन अच्छी कॉपी कौन करवा शब्दार्थ बोले से शब्दार्थ को आम कौन करवा लिखी पकड़ा लिखा फल आम कौन जाना जानी तुम वाक्य गठन कर समान अर्थटा जापर विपरीत अर्थटा जापर हो कि ना जमी चांदमणि चांदमणि क्या कहवा ज्योत्ना क्या कहवा बोले ज्योत्ना को कहवा ज्योत्नामयी है चंद्र शशि बोल कहुए हाँ कि ना। तो सी माँ पाखे कौन कर आदर्श कविता कविता चांदमणिर अंगारे कवि मनीष को दृष्टि रखी यह रचना कर चंद्र ता माँ पाखे कली कर माँ निज शरीर आकार प्रकार विषय कहते जन स्पष्ट जे चंद्र मन अस्थिर से आज गोटे रूप और अन्य दिने आ गोटे रूप बदले दे थाए तेणु माँ पाखे सब अंगा कौन कर अड़ी कौन कर अड़ी कर ठीक अच्छे। पढ़ा समस्ते देख समस्ते बुक चांदमणि दिने अंगाटी माता पास
କହୁଥିଲେ ନା, ହଁ କି ନାହିଁ? ତେଣୁ ଆମକୁ କବି କ'ଣ କରୁଛନ୍ତି? ନିର୍ଦ୍ଦେଶ କରିଛନ୍ତି ଯେ ଚାନ୍ଦମଣି ଭଳି ତମର ମନ ଅସ୍ଥିର କରିବ ନାହିଁ ବୋଲି କହିଛନ୍ତି। ଆଉ କ'ଣ କହୁଛନ୍ତି? ଅସ୍ଥିର କରିବ ନାହିଁ ବୋଲି କହିଛନ୍ତି। ମୁଁ କହିଦେଇଛି ତମକୁ କଣ୍ଠସ୍ଥ କେମିତି କରିବ, ଆବୃତ୍ତି କେମିତି କରିବ। ଚାନ୍ଦମଣି ଦିନେ ଅଙ୍ଗାଟିଏ ମାଇ ମାତା ପାଶେ କଳେ ଅଳି, ମାତା ପାଶେ କଲେ ଅଳି, ଶୁଣି ଶୁଣି ମାତା ବୋଇଲେ ପୁତ୍ରକୁ ବହୁତ ହୋଇ ସେ ଚଳି। ଆରେ ଦୁଷ୍ଟ ପିଲା ତୋ ଦେହ ମାପରି ଅଙ୍ଗାଳି ବିକି ପରି, ନୀତି ନୀତି ତୁହି ପଦାକୁ ବାହାରୁ ନାନା ବିଧରୁ ପଧରି। ତୃତୀୟା ଦିନର ତୋହର ଆକାର ନଥାଏ ତୃତୀୟ ଦିନେ, ଚତୁର୍ଥୀ ପଞ୍ଚମୀ ଷଷ୍ଠୀରେ ତୋ ରୂପ ହୋଇଯାଏ ଭିନେ ଭିନେ। ଦେଖ ପିଲାମାନେ, ଆମେ ଆମ ମନରେ ଭାବୁଥିବୁ ଚାନ୍ଦମଣିର ଅଙ୍ଗା। ଚାନ୍ଦମଣି କହିଲେ କ'ଣ? ଅଙ୍ଗା କହିଲେ କ'ଣ? ଆମ ମନରେ ଧାରଣା ହେଉଥିବ, ହଁ କି ନାହିଁ? ଚାନ୍ଦମଣି କ'ଣ? ଅଙ୍ଗା ବି କ'ଣ? ଗୋଟେ କ'ଣ ଗୋଟେ କବିତା କେଉଁ କବି ଗୋଟେ ଲେଖିଛନ୍ତି, ମନରେ ଧାରଣା ହେଉଛି କି ନାହିଁ? ହେଉଛି। ତ ସେଥିରୁ ବି ଆମକୁ ଶିକ୍ଷା ମିଳିବ, ହଁ କି ନାହିଁ? କିଛି ଆମେ ଏଥିରୁ ମଧ୍ୟ କେଉଁ ଶିକ୍ଷା ପାଇପାରିବା। ଠିକ୍ ଅଛି, ଆମେ କବିତା ଆବୃତ୍ତି କରିସାରିଲୁ। ଆଉ କ'ଣ କହିବୁ? ଏବେ ପୁଣି ଚାନ୍ଦମଣିର ଅଙ୍ଗାର କିଛି ଶବ୍ଦାର୍ଥ ଲେଖିବୁ। ଚାନ୍ଦମଣି କ'ଣ ଲେଖିବି ପିଲେ? ଚାନ୍ଦମଣି ଲେଖିଛି ନା? ଚାନ୍ଦମଣି ଜାଣିଛୁ ତ? ହିନ୍ଦୀରେ ବି ଚାନ୍ଦ ବୋଲି ଲେଖୁଛ ନା, ଚାନ୍ଦ ବୋଲି ଲେଖୁଛ କି ନାହିଁ? ଚାନ୍ଦମଣି କହିଲେ କ'ଣ ପିଲେ? ଚନ୍ଦ୍ର। ଲେଖ ସମସ୍ତେ ଚନ୍ଦ୍ର। ଆଉ କ'ଣ କହନ୍ତି ପିଲେ? ଶଶୀ ମଧ୍ୟ କହନ୍ତି। କ'ଣ କହନ୍ତି? ଶଶୀ ମଧ୍ୟ କହନ୍ତି। ପୁଣି କ'ଣ କହନ୍ତି? ଜହ୍ନ ବୋଲିକିରି କହନ୍ତି, ହଁ କି ନାହିଁ? ଜହ୍ନ ବୋଲିକିରି କହନ୍ତି। ଆଉ କ'ଣ କହନ୍ତି କହିଲେ? ଜ୍ୟୋତ୍ସ୍ନା ବୋଲିକିରି କହନ୍ତି। ଅଙ୍ଗା, ଅଙ୍ଗାଟିଏ ପାଣି। ଅଙ୍ଗା କହିଲେ କ'ଣ ପିଲେ? ଅଙ୍ଗା। ଅଙ୍ଗା କହିଲେ କ'ଣ ପିଲେ? ଡ୍ରେସ୍, ଜାମା।
ପୁଣି ଧାରଣ କରିବାକୁ ଗଲେ ପିନ୍ଧିବାଟା ହେଲା। ଭିନେ ଭିନେ ଲେଖିଲେ ଭିନେ 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 କ'ଣ ଅଲଗା ଅଲଗା ଦେଖ ସମସ୍ତେ ଅଲଗା ଅଲଗା। ଉଆଁସ ଉଆଁସ କାହାକୁ କହିଲେ ଜାଣିଛ? ଉଆଁସ ଉଆଁସ କାହାକୁ କହିବା? ଉଆଁସ ଉଆଁସ କହିଲେ ଅମାବାସ୍ୟାକୁ ଉଆଁସ ବୋଲି କୁହାଯାଏ। ଅମାବାସ୍ୟା ଦେଖ ଅମାବାସ୍ୟା ହେଲା। ଉଆଁସ କହିଲେ ଅମାବାସ୍ୟା। ଖରଚ ଖରଚ ଏଇଟା ହେଉଛି ପଦ୍ୟ ପଦ୍ୟ ରୂପ ହେଲା। ପଦ୍ୟ ରୂପରେ ପୁଣି ଗଦ୍ୟ ରୂପ କରିବା ତାକୁ ଯଦି ଗଦ୍ୟ ରୂପ ହେଲା କ'ଣ ହେବ? ଏଇଟା ଖର୍ଚ୍ଚ ହେଇଯିବ। କ'ଣ ଖର୍ଚ୍ଚ ହେଇଯିବ ଏଇଟାକୁ ଅନୁମାନ କରି ରଖିଥିବ। ଖରଚର ରୂପ ବଦଳିବ, ଗଦ୍ୟ ରୂପ ଯଦି ହେବ ଖର୍ଚ୍ଚ ହେବ। ଠିକ ଅଛି। ସ୍ଥିରତା ଲେଖ ତ କ'ଣ ସ୍ଥିରତା ସ୍ଥିରତା ଲେଖ ସ୍ଥିରତା ସ୍ଥିରତା କଲେ କ'ଣ ଥିଲେ କ'ଣ ହେବ? ଧୀର ବା ଧୈର୍ଯ୍ୟ ଧୀର ବା ଧୈର୍ଯ୍ୟ କ'ଣ ଥିଲେ? ଧୈର୍ଯ୍ୟ। କ'ଣ ବାକ୍ୟ ହେଲା? ଦ୍ରବ୍ୟ ଭିତରେ ଜାଣିଛ ଜିନିଷକୁ କୁହାଯାଏ ଦ୍ରବ୍ୟ। ଦ୍ରବ୍ୟ କହିଲେ ଜିନିଷକୁ ଜାଣିଛ। କିଣିବା ବୋଲି ତ ଜାଣିଥିବ ଆରାମରେ। ହେବ ଚାନ୍ଦମଣି କଥା କଥା ବୋଲେ ବଚନ ବୁଝିଲ। କଥା ବୋଲେ ବଚନ ବଚନ ବୋଲେ କଥା। ହେଲା କ'ଣ ବାକି ଅଛି? ଏ ପାଖରେ ପୁଣି ତମକୁ ଜାଣିବାକୁ ପଡ଼ିବ ମାସକୁ ଦୁଇ ପକ୍ଷ ହୁଏ। ଗୋଟେ ହେଉଛି କ'ଣ ଶୁକ୍ଳ ପକ୍ଷ, ଆଉ ଗୋଟେ ହେଉଛି କ'ଣ ଦୁଇ ପକ୍ଷ ହୁଏ କି ନାହିଁ? 15 ଦିନରେ ଗୋଟେ ଥର କୃଷ୍ଣ ପକ୍ଷ ଶୁକ୍ଳ ପକ୍ଷ ଜାଣିଛ କି ନାହିଁ? ମାସକୁ ଦୁଇ ପକ୍ଷରେ ଗୋଟେ 15 ଦିନ କ'ଣ କରାଯାଇଥାଏ? ଭାଗ କରାଯାଇଥାଏ। ଗୋଟେ ହେଉଛି କୃଷ୍ଣ ପକ୍ଷ ଆଉ ଗୋଟେ ହେଉଛି ଶୁକ୍ଳ ପକ୍ଷ। ଠିକ ଅଛି। ତ এই
ଚନ୍ଦ୍ର। ତ ଚନ୍ଦ୍ରର ଜାମା କିପରି ଚନ୍ଦ୍ର କ'ଣ କରୁଛି ମା ପାଖରେ ଅଳି କରୁଛି। ଆଳୁଚ୍ୟ କବିତା ଚାନ୍ଦମଣିର ଅଙ୍ଗାରେ କବି ଏଠାରେ ମଣିଷକୁ ଚନ୍ଦ୍ର ସହିତ ତୁଳନା କରିଛନ୍ତି। ଚନ୍ଦ୍ର କିପରି ନିଜ ମାକୁ ଅଙ୍ଗା ପାଇଁ ଅଳି କରୁଛି ଓ ତା ମା ତାକୁ କିପରି ବୁଝେଇଛନ୍ତି ସେ ବିଷୟରେ ପାଖରେ ଆଲୋଚନା ହେଇଛି। ହେଲା, କେଉଁ ବିଷୟରେ ଆଲୋଚନା ହେଇଛି? ଆଳୁଚ୍ୟ କବିତାରେ ଚାନ୍ଦମଣିର ଅଙ୍ଗାରେ କବି କ'ଣ କରୁଛନ୍ତି? ଏଠାରେ ମଣିଷକୁ ଚନ୍ଦ୍ର ସହିତ ତୁଳନା କରିଛନ୍ତି। ଚନ୍ଦ୍ର କିପରି ନିଜ ମାକୁ ଅଙ୍ଗା ପାଇଁ ଅଳି କରୁଛି ଓ ତା ମା ତାକୁ କିପରି ବୁଝେଇଛନ୍ତି ସେ ବିଷୟରେ ହିଁ ଲେଖା ହେଇଛି। ଠିକ୍ ଅଛି, ତ ଆମେ ଚାନ୍ଦମଣି କ'ଣ କହିକି ଅଳି କରୁଛୁ ମା ପାଖରେ ସେଇଟା ଶୁଣିବା। ଠିକ୍ ଅଛି। ଚାନ୍ଦମଣି ଦିନେ ଅଙ୍ଗାଟିଏ ପାଇ ମାତା ପାଶେ କଲେ ଅଳି। ଅଳି କହିଲେ କ'ଣ କଲେ? ଅଳି କହିଲେ ଅଝଟ। ମାତା ପାଶେ କଲେ ଅଳି। ଶୁଣି ଶୁଣି ମାତା ବୋଇଲେ ପୁତ୍ରକୁ ବହୁତ ହୋଇ ସେ ଚଳି। ଚଳି କହିଲେ କ'ଣ କଲେ? ଗତି କରି ଚଳି। ଏ ପାଖରେ ଲେଖି ଦେଉଛି ଚଳି। ଚଳି କହିଲେ ଗତି କରି। ଠିକ୍ ଅଛି, ଗତି କରିବା ବା ଗତି କରିବା। ଆରେ ଦୁଷ୍ଟ ପିଲା ତୋ ଦେହ ମାପରେ ଅଙ୍ଗା ଆଣିବି କରି। ନୀତି ନୀତି ତୁହି ପଦାକୁ ବାହାରୁ ନାନାବିଧ ରୂପ ଧରି। ଦୁତିଆ ଦିନର ତୋହର ଆକାର ନଥାଏ ତୃତୀୟ ଦିନେ। ଦ୍ୱିତୀୟ ଦିନର ତୋହର ଆକାର ନଥାଏ ତୃତୀୟା ଦିନେ। ଚତୁର୍ଥୀ ପଞ୍ଚମୀ ଷଷ୍ଠୀରେ ତୋ ରୂପ ହୋଇଯାଏ ଭିନେ ଭିନେ। ଉମାସ ଦିନରେ ଏକା ଦିନରେ ତୁ ପଦାକୁ ବାହାରୁ ନାହିଁ। ତୁଚ୍ଛାରେ ପଇସା ଖରଚ କରି ମୁଁ ଅଙ୍ଗା କିଣିବି କି ପାଇଁ। ଶରୀର ସମାନେ ଆହେ ପିଲାମାନେ ନଥିଲେ ମନ ସ୍ଥିରତା। ତୁମ୍ଭ ପାଇଁ ଦ୍ରବ୍ୟ କିଣିବା ବେଳକୁ ହେବ ଚାନ୍ଦମଣି କଥା। ଆମେ ସମସ୍ତେ କ'ଣ କରିବା? ଏହି କବିତାର ଯେଉଁ କବିତାଟି ଲେଖିଛନ୍ତି କବି ତାକୁ ପୁଣି ଆମେ କଣ୍ଠସ୍ଥ କରିବା। ଆଉ এই ଯେଉଁ ଶବ୍ଦାର୍ଥ ଲେଖା ହେଇଛି କ'ଣ ଲେଖା ହେଇଛି କି? এই ଶବ୍ଦାର୍ଥ ଲେଖା ହେଇଥିଲା ଚାନ୍ଦମଣି ଅଙ୍ଗା ମାତା ପୁତ୍ର ନୀତି ନୀତି ନାନାବିଧ ରୂପ ଧରି ଚଲି ଅଳି ଭିନେ ଭିନେ ଉଆସ ଖରଚ ସ୍ଥିରତା ଦ୍ରବ୍ୟ କଥା। এই ଯେଉଁ ଶବ୍ଦାର୍ଥଟା ଲେଖା ହେଇଛି ଆମେ ନିଜ ପାଠରେ ଲେଖିନେବା। ଠିକ୍ ଅଛି ପିଲାମାନେ, ଆଜି ଆମେ ଚାନ୍ଦମଣିର ଅଙ୍ଗା ବିଷୟରେ ତମକୁ କହିଛି। ଆଳୁଚ୍ୟ କବିତା ଚାନ୍ଦମଣିର ଅଙ୍ଗାର କବି ଏଠାରେ ମଣିଷକୁ ଚନ୍ଦ୍ର ସହ ତୁଳନା କରିଛନ୍ତି। ଚନ୍ଦ୍ର କିପରି ନିଜ ମାକୁ ଅଙ୍ଗା ପାଇଁ ଅଳି କରିଛନ୍ତି ଓ ତା ମା ତାଙ୍କୁ କିପରି ବୁଝେଇଛନ୍ତି ସେ କଥାକୁ এই ପାଖରେ ବିଷୟରେ ଆଲୋଚନା କରିଛନ୍ତି। ସେ ବିଷୟରେ ଆଲୋଚନା କରାଯାଇଛି। ଦିନେ ଚାନ୍ଦମଣି ମାତା ପାଶରେ ଅଙ୍ଗା ପାଇଁ ଅଳି କଲେ। ତା ମା ତାକୁ ଶାନ୍ତନା ଦେଇ ବୁଝାଇ କହିଛନ୍ତି ଯେ ତୋ ଦେହ ମାପରେ ମୁଁ କିପରି ଅଙ୍ଗା ଆଣିବି। ତୁ ତ ପ୍ରତିଦିନ ଭିନ୍ନ ଭିନ୍ନ ରୂପ ଧାରଣ କରୁଛୁ। କ'ଣ? ଭିନ୍ନ ଭିନ୍ନ ରୂପ ଧାରଣ କରୁଛୁ ବା ଭିନ୍ନ ଭିନ୍ନ ରୂପ ନେଇକି ବାହାରୁଛୁ। ତେଣୁ ମୁଁ କିପରି କ'ଣ କରିବି? ଅଙ୍ଗା
କ'ଣ କରୁଛୁ ପଦାକୁ ବାହାରିଲେ ବିଭିନ୍ନ ରୂପ ଧାରଣ କରୁଛୁ। ଆଜି ଛୋଟିଆ, ପୁଣି ଆଉ ଟିକେ ଛୋଟ, ପୁଣି ଆଉ ଟିକେ ଛୋଟ, ପୁଣି ଛୋଟ, ଛୋଟରୁ ଛୋଟ, ଆହୁରି ବଡ଼ ବଡ଼, ପୁଣି ଧୀରେ 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 କ'ଣ କରୁଛୁ ପୂର୍ଣ୍ଣିମାର ରୂପ ଗୋଲ ଚାନ୍ଦଟା ଆକାଶରେ ଦେଖାଯାଉଛି। ତ ମୁଁ ତୋତେ କ'ଣ କରିବି? ଏଇ ରୂପ ଥିବ ଅଙ୍ଗା କିଣିଦେବି, କି ଏଇ ରୂପରେ ଥିବ ଅଙ୍ଗା କିଣିଦେବି, କି ଏଇ ରୂପରେ ଥିବ ଅଙ୍ଗା କିଣିଦେବି, ଏଇ ରୂପକୁ ଯିବ ଅଙ୍ଗା କିଣିବି, ଏଇ ରୂପରେ ଅଙ୍ଗା କିଣିବି, ଏଇ ରୂପରେ ଅଙ୍ଗା କିଣିବି। ମା କହୁଛନ୍ତି ବିଭିନ୍ନ ଯେଉଁ ରୂପ ଧାରଣ କରୁଛୁ ସେ ରୂପର ଧାରଣ ଭିନ୍ନ ଭିନ୍ନ ଦେଖାଯାଉଛୁ, ହଁ କି ନାହିଁ? ଦ୍ୱିତୀୟ ଦିନରେ ତୋର ଆକାର ଯେପରି, ତୃତୀୟ ଦିନରେ ସେପରି, ଚତୁର୍ଥୀ ପଞ୍ଚମୀ ଷଷ୍ଠୀରେ ଦିନରେ ରୂପ ପୁରା ଭିନ୍ନ ଭିନ୍ନ ଦେଖାଯାଉଛି, ପୁରା ଭିନ୍ନ ଭିନ୍ନ ଦେଖାଯାଉଛି। ଉଆଁସ ଦିନରେ ଏକା ଦିନରେ ତୁ ପଦାକୁ ବାହାରୁ ନାହିଁ। ଉଆଁସ ଦିନରେ ତୁ କ'ଣ କରୁନାହୁଁ? ଉଆଁସ ହେଇଗଲା ପରେ ବିଲକୁଲ ଆକାଶରେ ଅମାବାସ୍ୟା ଗୋଟିଏ ଆସେ, ଅନ୍ଧାର ହେଇଯାଏ, ପୃଥିବୀଟା ଆଲୋକ ଦିଶେ ନାହିଁ। ଚନ୍ଦ୍ରର ଆଲୋକରେ କ'ଣ ପୂର୍ଣ୍ଣଚନ୍ଦ୍ରର ଆଲୋକରେ ଆଲୋକିତ ହୋଇନାହିଁ। ଅମାବାସ୍ୟା ତିଥିରେ, ଅମାବାସ୍ୟାରେ ଏଇ ପୂର୍ଣ୍ଣିମା କ'ଣ ହୁଏ? ଆଉ ଆକାଶକୁ ବାହାରିଯାଏ। ତୁଚ୍ଛାରେ ପଇସା କ'ଣ କରିବି? ଖର୍ଚ୍ଚ କରିବି। ତୁଚ୍ଛାରେ କ'ଣ କରିବି? ପଇସା ଖର୍ଚ୍ଚ କରିବି, ଆଉ ଅଙ୍ଗା ଆଣିବି, କିଛି ଲାଭ ଦେବ ନାହିଁ। ଶରୀର ସମାନେ ଆହେ ପିଲାମାନେ ନଥିଲେ ମନ ସ୍ଥିରତା, ତମେ କ'ଣ କରିବ? ତେଣୁ କବି ଏଠାରେ ବର୍ଣ୍ଣନା କରୁଛନ୍ତି ଯେ ଯଦି କୌଣସି କାର୍ଯ୍ୟ କରିବା ବେଳେ ମନ ସ୍ଥିରତା ରଖିବ, କ'ଣ କରିବ? ଆଲୋଚ୍ୟ କବିତାରେ ଚାନ୍ଦମଣି ଅଙ୍ଗାରେ କବି ମଣିଷକୁ ଦୃଷ୍ଟିରେ ରଖି ଏହା ରଚନା କରିଛନ୍ତି ଯେ ଚନ୍ଦ୍ର ତା ମା ପାଖରେ କ'ଣ କରିଛି? ଅଳି କରୁଛି। ମା ତାକୁ ନିଜ ଶରୀରର ଆକାର ପ୍ରକାର ବିଷୟରେ ବୁଝାଇଛନ୍ତି। ଏସବୁ ସ୍ପଷ୍ଟ ଯେ ଚନ୍ଦ୍ରର ମନ ଅସ୍ଥିର ଅଟେ। ସେ ଆଜି ଗୋଟିଏ ରୂପ ଓ ଅନ୍ୟ ଦିନେ ଆଉ ପୁଣି ଗୋଟିଏ ରୂପ। ତେଣୁ କବି ଏଠାରେ ବର୍ଣ୍ଣନା କରିଛନ୍ତି ଯେ ଯଦି କୌଣସି କାର୍ଯ୍ୟ କରିବା ବେଳେ ମନ ସ୍ଥିର ନଥାଏ ବା ସ୍ଥିର ରଖି ନଥାଏ ତେବେ ସେ କାର୍ଯ୍ୟ ଫଳପ୍ରଦ ହୋଇନଥାଏ। ଆଉ ମଧ୍ୟ କୌଣସି ଦ୍ରବ୍ୟ କିଣିବା ବେଳେ ଯଦି ମନ ସ୍ଥିର ନ ରହେ ତେବେ ସେ ଦ୍ରବ୍ୟ ମନକୁ ପାଇବା ନାହିଁ ବା ଠିକ୍ ହେବ ନାହିଁ। ତେଣୁ ଏହି କବିତାରୁ ଆମେମାନେ କ'ଣ ଶିକ୍ଷା ଲାଭ କଲୁ? ଯେକୌଣସି କାର୍ଯ୍ୟ କରିବା ଆଗରୁ ବା ପୂର୍ବରୁ ହେଉ ବା ଦ୍ରବ୍ୟ କିଣିବା ଆଗରୁ କ'ଣ କରିବା? ମନକୁ ସ୍ଥିର କରିଦେବା ଉଚିତ। ଯିଏ ଏହି ଜିନିଷଟା ଭଲ ଦିଶିବ, ଏଇ ଜିନିଷଟା ମନ୍ଦ ଦିଶିବ, ହଁ କି ନାହିଁ? ଏଇ ଜିନିଷଟା ଭଲ ଦିଶିବ, ଏଇ ଜିନିଷଟା ଦିଶିବ ନାହିଁ ଭଲ, ସେଇଟା କିଣିବା ପୂର୍ବରୁ ଆମେ ମନସ୍ଥ କରିନେବା, ନହେଲେ ଚାନ୍ଦମଣି ଭଳି ହେବା। ଏଥିରୁ ଆମକୁ ଯେଉଁ କବି କ'ଣ ଶିକ୍ଷା ଦେଇଛନ୍ତି? ତମାନେ କହ ତ, କେଉଁ ଶିକ୍ଷା ଆମେ ଏଥିରୁ ପାଇଲୁ? ଚନ୍ଦ୍ର ଗୋଟିଏ ଦିନ ପରେ ଗୋଟିଏ ଦିନ ତା ରୂପ ବଦଳିଥାଏ, ତେଣୁ ତା ପାଇଁ ଜାମା କିଣା ହେଇପାରିବ ନାହିଁ। ତେଣୁ କବି ଏଠାରେ ବର୍ଣ୍ଣନା କରିଛନ୍ତି ଯେ ଯଦି କୌଣସି କାର୍ଯ୍ୟ କରିବା ବେଳେ ମନ ସ୍ଥିର ରହିନଥାଏ ତେବେ ସେ କାର୍ଯ୍ୟ ଫଳପ୍ରଦ ହେବ ନାହିଁ ବା ଫଳପ୍ରଦ ହୋଇନଥାଏ। ଆଉ ମଧ୍ୟ କୌଣସି ଦ୍ରବ୍ୟ କିଣିବା ବେଳେ ଯଦି ମନରେ ସ୍ଥିରତା ନଥିବ ତେବେ ସେ ଦ୍ରବ୍ୟ ମନକୁ ପାଇବ ନାହିଁ ବା ଠିକ୍ ହେବ ନାହିଁ। ତେଣୁ ଏହି କବିତାରେ ଆମେ ଶିକ୍ଷା ପାଇଲୁ ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ ହେଉ ବା ଦ୍ରବ୍ୟ କିଣିବା ଆଗରୁ ହେଉ ଆମେ କ'ଣ କରିବା? ନିଜ ଦେହକୁ, ନିଜ ମନକୁ ସ୍ଥିର କରି କାର୍ଯ୍ୟ କରିବା ଉଚିତ। ବୁଝିପାରିଲ? ସମସ୍ତେ ଆଜି ଚାନ୍ଦମଣିର ଅଙ୍ଗା ବିଷୟରେ ଆମେ ବୁଝିଲୁ। ଯେକୌଣସି କାର୍ଯ୍ୟ କରିବା ଆଗରୁ ମନକୁ ସ୍ଥିର କରି ନେବା ଉଚିତ। କେଉଁଟା ଭଲ କାମ, କେଉଁଟା ଭୁଲ କାମ, କେଉଁଟା ଭୁଲ କାମ ନୁହେଁ। ବା କୌଣସି ଦ୍ରବ୍ୟ କିଣିବା ଆଗରୁ ଆମକୁ ମନକୁ ସ୍ଥିର କରିବା ଉଚିତ। ଆମେ ଜାମା ପ୍ୟାଣ୍ଟ ଯଦି କିଣି ଯାଉଛୁ, ମନେକର ନୂଆଖାଇ ଆସୁଛି ଆମର ପଶ୍ଚିମ ଓଡ଼ିଶାର ବଡ଼ ପର୍ବ, ଯଦି ଆମେ କିଣି ଯାଉଛୁ କ'ଣ କରିବା ପାଇଁ? ଡ୍ରେସ୍ ପିନ୍ଧିବା ପାଇଁ। ଆମ ମନ ତ ଭାରି ଖୁସି। ଆମେ କ'ଣ କରିବୁ? ମନରେ ସ୍ଥିର କରି ନେବା କଥା ଯେ କେମିତିଆ ଡ୍ରେସ୍ କିଣିବୁ, କ'ଣ କରିବୁ? କେମିତିଆ ଡ୍ରେସ୍ କିଣିଲେ ଆମ ମନକୁ ପାଇବ ବୋଲି ଆମେ କ'ଣ କରିବା? ଡ୍ରେସ୍ଟା କିଣିବା। ବୁଝିଲ? ତ ଆମେ ସେଭଳି ଆକାରରେ ଡ୍ରେସ୍ କିଣିବୁ, ଆଉ ସେଭଳି କ'ଣ ଦିଶିବ? କେମିତି କଲର୍ ରହିଥିବ ମନକୁ ସ୍ଥିର କରି ନେବା ଉଚିତ ହେଲା। ତାପରେ ଯାଇକି ଆମେ ଚାନ୍ଦମଣି ଭଳି ହେବ ନାହିଁ, ଆମକୁ ମନକୁ ସ୍ଥିର କରିବା ଆଉ ସେଭଳି ହିସାବରେ ଆମେ କ'ଣ କରିବା? ଡ୍ରେସ୍ କିଣିବା। ଠିକ୍ ଅଛି? ଏଥିରୁ ଆମେ ଶିକ୍ଷା ପାଇବୁ ଯେ ଆମ ମନକୁ ସ୍ଥିର
देख आउ थे कविता को कौन कर गोटे पद खाली गाई चंदमणि दिने अंगाटिए पाई माता पासे गले चली माता पासे गले अली शुणी शुणी माता बोइले पुत्र को बहुत होई से चली कौन कहले आरे दुष्ट पिला तो देह बापरे अंगाड़ी बिकी परी नीति नीति तुही पदाकु बाहारू नाना विध रूप धरी बुझिपार समस्ते आम ये कविता को कौन करवा कंठस्थ करवा ठीक अच्छे आउ शब्दार्थ जहाँ लेखा है आम निजर ये पाठक लिखिने ठीक अच्छे आउ चांदमणिर अंगा विषय आम बुझिलु एथिर कौन तार मर्मटा पाइलु कवि कौन आम निर्देश देछंती उपदेश देछंती से कथा को जदि आम नहीं आगको चलवा निश्चित रूप सफल होगा आज चांदमणिर अंगा ए पाखे समाप्त करी समस्त धन्यवाद देकी रही ठीक अच्छे धन्यवाद।